ଦୁଇ ଜଣ କୁଖ୍ୟାତ ଧଳାଝର ବ୍ୟବସାୟୀଙ୍କୁ ଗିରଫ କରି ଚର୍ଚ୍ଚାରେ ଅବକାରୀ ବିଭାଗ। ଆଜ୍ଞା ଦର୍ଶକ ବନ୍ଧୁ, ଜଗତସିଂହପୁର ଜିଲ୍ଲାରେ ବର୍ତ୍ତମାନ ଧଳାଝରର ଆତଙ୍କ ବଢ଼ିବାରେ ଲାଗିଥିବା ବେଳେ ଜଗତସିଂହପୁର ଅବକାରୀ ବିଭାଗର ଦୁଇଟି ନିଶା ବେପାରୀଙ୍କୁ ଭ୍ରାମ୍ୟମାଣ ସଂସ୍ଥା ଦ୍ୱାରା ଗିରଫ କରିବା ସହିତ ସେମାନଙ୍କଠାରୁ ବିପୁଳ ପରିମାଣ ଧଳାଝର ସହିତ ବାଇକ୍ ଓ ମୋବାଇଲ୍ ଜବତ କରି ସେମାନଙ୍କ ନାମରେ କଲେ ମାମଲା ରୁଜୁ କଲେ କୋର୍ଟ ଚାଲାଣ। ଘଟଣାର ପ୍ରକାଶ ଜଗତସିଂହପୁର ଥାନା ସଦର ଜାହାନପୁର ଅଞ୍ଚଳର ପ୍ରଶାନ୍ତ ସ୍ୱାଇଁ ଦୀର୍ଘ ବର୍ଷ ଧରି ଜଗତସିଂହପୁର ଜିଲ୍ଲାରେ ଧଳାଝର ବ୍ୟବସାୟ କରୁଥିବା ବେଳେ ଅନେକ ଥର ଅବକାରୀ ବିଭାଗ ଆଖିରେ ଧୂଳି ପକାଇ ଖସିବାରେ ସଫଳ ହେଉଥିବା ବେଳେ ଗତ 20 ତାରିଖ ଦିନ ପ୍ରଶାନ୍ତ କୁମାର ସ୍ୱାଇଁ ଅବକାରୀ ବିଭାଗର ଜଣେ କର୍ମଚାରୀ ଗ୍ରାହକ ବିଷୟରେ ପ୍ରଶାନ୍ତ ସହିତ ଧଳାଝର ପାଇଁ ଡିଲ୍ କରୁଥିବା ସମୟରେ ଅଚାନକ ଅବକାରୀ ବିଭାଗର କର୍ମଚାରୀ ଚାରିପଟେ ଘେରିଯାଇ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ମାଡ଼ି ବସି ପ୍ରଶାନ୍ତଙ୍କ ନିକଟରୁ ସେ 32 ଗ୍ରାମର ଧଳାଝର ଜବତ କରିବା ସହିତ ଗୋଟିଏ ମୋଟରସାଇକେଲ ଓ ଗୋଟିଏ ମୋବାଇଲ୍ ଜବତ କରି ପ୍ରଶାନ୍ତଙ୍କ ନାମରେ ଏନ୍ଡିପିଏସ୍ ଆକ୍ଟ 1985 ଏକ ମାମଲା ରୁଜୁ କରି ବିଚାର ବିଭାଗୀୟ 14 ଦିନିଆ ରିମାଣ୍ଡରେ ପଠାଇଥିବା ବେଳେ ଆଜି ଆଉ ଗୋଟିଏ ସଫଳତା ହାସଲ କରିଛନ୍ତି, ଯାହାକି ତର୍ତ୍ତଙ୍ଗ ଗ୍ରାମର କୁଖ୍ୟାତ ଧଳାଝର ମାଫିଆ ସରୋଜ ବେହେରାଙ୍କୁ ଅବକାରୀ ବିଭାଗର ଭ୍ରାମ୍ୟମାଣ ସଂସ୍ଥା କର୍ମଚାରୀମାନେ ଜାଲ ବିଛାଇ 63 ଗ୍ରାମର ଧଳାଝର, ଯାହାର ଆନୁମାନିକ ମୂଲ୍ୟ 7 ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତା ସହିତ ଏକ ବଜାଜ ମୋଟରସାଇକେଲ ଏକ ମୋବାଇଲ ସହିତ ମାଡ଼ି ବସିଛନ୍ତି ଏବଂ ସରୋଜଙ୍କ ବିରୋଧରେ ଏନ୍ଡିପିଏସ୍ ଆକ୍ଟ 1985 ଅନୁସାରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗର ଏଭଳି ଜାଲ ବିଛାଇ ଗୋଟିଏ ପରେ ଗୋଟିଏ ଧଳାଝର ମାଫିଆମାନଙ୍କୁ ଧରି କୋର୍ଟ ଚାଲାଣ କରିବାକୁ ନେଇ ସାଧାରଣରେ ଅବକାରୀ ବିଭାଗର କର୍ତ୍ତବ୍ୟ ନିଷ୍ଠାକୁ ନେଇ ଧନ୍ୟବାଦର ସୁଅ ଛୁଟିବାରେ ଲାଗିଛି। ଅନ୍ୟପଟେ ଧଳାଝର ମାଫିଆମାନଙ୍କ ପାଇଁ ଜଗତସିଂହପୁର ଜିଲ୍ଲାରେ ପ୍ରତି ସମୟରେ ଘଟୁଥିବା ଅସାମାଜିକ ଯୁବକଙ୍କ ଆତଙ୍କ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଗୋଟେପଟେ ପୋଲିସର ତନାଘନା, ଅନ୍ୟପଟେ ଅବକାରୀ ବିଭାଗର ତନାଘନା ଜାରି, ଯାହା ପାଇଁ ଜଗତସିଂହପୁର ଜିଲ୍ଲାରେ ଧଳାଝରର ମାଫିଆମାନଙ୍କ ହୋସ୍ ଉଡ଼ିଗଲାଣି। ଯଦି ଅବକାରୀ ବିଭାଗର ଏଭଳି କାର୍ଯ୍ୟ ଲାଗି ରହେ ତେବେ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଶାନ୍ତି ଫେରିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଜଗତସିଂହପୁର ଜିଲ୍ଲାରୁ ସଂଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ, ଆବାଜ ଓଡ଼ିଶା। ମୁଁ ଅନିତା ପ୍ରଧାନ, ଏକ୍ସାଇଜ୍ ସୁପରିଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ୍ ଜଗତସିଂହପୁର। ଦେଖନ୍ତୁ, ଆମର 2 ମାସ ହେଲାଣି ଏଇ ପ୍ରଶାନ୍ତ କୁମାର ସ୍ୱାଇଁ ଯେ ମେନ୍ ଆକ୍ୟୁଜ୍, ତା ନାଁରେ ବହୁତ ଅଭିଯୋଗ ଆସୁଥିଲା କିନ୍ତୁ ଧରା ପଡ଼ୁନଥିଲା। ସେମିତି ଟିମ୍ ଆମେ ଗଢ଼ି, ଆମର ଗୋଟେ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗୋଟେ ଟିମ୍ ଗଢ଼ା ହେଇଛି। ଆମର ଯିଏ ଇନ୍ସପେକ୍ଟର ଅଛନ୍ତି ମୋବାଇଲ ୟୁନିଟ୍ର ପ୍ରଭାସ କୁମାର ଚୌଧୁରୀ, ତାଙ୍କ ସ୍କ୍ୱାଡ଼ର ଯାଇକି ଅତର୍କିତ ଚଢ଼ଉ କରିଥିଲେ। ଆଉ ତାଙ୍କ ପାଖରୁ ଆମେ 132 ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଛୁ। ଆଉ ଗୋଟିଏ ରୟାଲ ଏନଫିଲ୍ଡ 2 ହ୍ୱିଲର ତାକୁ ବି ଜବତ କରିଛୁ, ଯାହାର ନମ୍ବର OD05BV5176। ଆଉ ସେଥିମଧ୍ୟରୁ ଗୋଟେ ମୋବାଇଲ ମଧ୍ୟ ଆମେ ଜବତ କରିଛୁ। ସେ ମୋବାଇଲର ଯାଞ୍ଚ କରୁଛୁ, ତା'ର ଲିଙ୍କେଜ୍, ଫରୱାର୍ଡ଼ ଲିଙ୍କେଜ୍, ବ୍ୟାକୱାର୍ଡ଼ ଲିଙ୍କେଜ୍ ମଧ୍ୟ ଆମେ ଯାଞ୍ଚ କରୁଛୁ। ସେଥିରୁ ବି ଆମେ ତନାଘନା କରିକି କିଏ ଅଛନ୍ତି ଆମେ ଧରିବୁ। ତ ମୁଁ କହିବା କଥା, ଏ ଯେଉଁ ବ୍ରାଉନ୍ ସୁଗାର ଧରା ହେଇଛି ତାର ଆନୁମାନିକ ମୂଲ୍ୟ କେତେ ହେବ? ଆନୁମାନିକ ମୂଲ୍ୟ 16 ଲକ୍ଷ ଟଙ୍କା, 16 ଲକ୍ଷରୁ ଅଧିକା ହେବ। ଆଜି ମଧ୍ୟ ବ୍ରାଉନ୍ ସୁଗାର ଗୋଟେ କେସ୍ ହେଇଛି। ତ ଗୋଟେ ବିଭିନ୍ନ ଅଭିଯୋଗ ଆସୁଛି ଯେ ଆମର ଅବକାରୀ ବିଭାଗ ଏଇ ବ୍ରାଉନ୍ ସୁଗାର ଯେଉଁ ଚଢ଼ଉ ଚାଲିଛି ତ ସେମାନଙ୍କ ସହିତ ଭାବ ରଖି ବି ଚଢ଼ଉ କରୁନାହାନ୍ତି ନା କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତ ଏଭଳି ସ୍ତରରେ ଅବକାରୀ ବିଭାଗ କେତେ ତତ୍ପର ରହିଛି? ଅବକାରୀ ବିଭାଗ ପ୍ରତି ମାସରେ, ଆପଣ ଦେଖିବେ ପ୍ରତି ମାସରେ ସେ ମାନେ ବିଭିନ୍ନ କୋଣ ଅନୁକୋଣରୁ ଖବର ନେଇକି ସେ ଆମର ରେଡ୍ ଜାରି ରହିଛି। ପ୍ରତ୍ୟେକ ମାସରେ ବି ଆମେ କେସ୍ କରୁଛୁ। ସେମିତି କିଛି ଆଲିଗେସନ୍ ଆମର ନାହିଁ ଯେ କେଉଁଠି ଲିଙ୍କେଜ୍ ଅଛି ବୋଲି। ଆମେ ଆମ ଡ୍ୟୁଟି ପୁରା କରୁଛୁ। ତ ଯାହାକି ଏଭଳି ଅଭିଯୋଗ ଯେତେବେଳେ ଆସୁଛି, ତ ଏଇ ଯେଉଁ ବ୍ରାଉନ୍ ସୁଗାର ଯେଉଁମାନେ ବ୍ୟବସାୟ କରୁଛନ୍ତି ସେଗୁଡ଼ିକ ଜିଲ୍ଲା ଭିତରକୁ କିଭଳି ଆସୁଛି, ଆର ମାଷ୍ଟର ମାଇଣ୍ଡ କିଏ, ଆର ମେନ୍ ଆକ୍ୟୁଜ୍ କିଏ ସପ୍ଲାଇ ଦେଉଛି, ଆଜି ପର୍ଯ୍ୟନ୍ତ ଏଭଳି ବ୍ୟକ୍ତି ଧରା ହେଲେଣି କି ବ୍ୟବସାୟୀ ଧରା ହେଲେଣି? ନାଇଁ, ଆମର ଯେ ମେନ୍ ଏଇ ପ୍ରଶାନ୍ତ କୁମାର ସ୍ୱାଇଁ ମଧ୍ୟ ମେନ୍ ଆକ୍ୟୁଜ୍। ସେ ବି ବଡ଼ ବ୍ୟବସାୟ କରେ। ସେମାନେ ଛୋଟ ଛୋଟ ବେପାରୀମାନଙ୍କୁ ସେ ଦିଅନ୍ତି। ତ ଆଙ୍କୁ ଧରିବା ପାଇଁ ଆମେ 2 ମାସ ହେଲାଣି ଟ୍ରାଏ କରୁଛୁ କିନ୍ତୁ ସଫଳ ହେଇପାରିନଥିଲୁ। ଆଜି ହଠାତ୍ ଖବର ପାଇକି ସଫଳ ହେଇଛୁ ଆମେ। ତ ଏ ଜିଲ୍ଲା ମଧ୍ୟକୁ ଏ ଯେଉଁ ବ୍ରାଉନ୍ ସୁଗାର ବା ଧଳାଝର କିଭଳି ଆସୁଛି, ତ ସେଭଳି ବ୍ୟବସ୍ଥା ଅଛି କି ସେମାନଙ୍କ ଉପରେ ରୋକ ଲଗାଇବା, ସେ ଯିଏ ଜିଲ୍ଲା ଭିତରକୁ ଆଣୁଛନ୍ତି ତ ସେମାନଙ୍କୁ ଧରାଯାଉନି କାହିଁକି? ନା, ଜିଲ୍ଲା ଭିତରକୁ ଯେଉଁ ଆସୁଛି ଆପଣ କହୁଛନ୍ତି ସେଇଟା ଆଡ଼ଭାନ୍ସ ଟେକ୍ନୋଲୋଜି ଦ୍ୱାରା ଧରା ହେଇପାରିବ, କିନ୍ତୁ ଆମର ଟ୍ରାକିଂ ସିଷ୍ଟମ୍ ଆମକୁ ଦିଆହେଇନି। ତ ଯାହାଫଳରେ କି ଆମେ ତାଙ୍କର କେବଳ ଏଇ ଜିଲ୍ଲା ଭିତରେ ଆମେ ତା ଫୋନ୍କୁ ଟ୍ରାଏ କରିକି ଆମେ ଲିଙ୍କେଜ୍ ଗୁଡ଼ା ଆମେ ଜାଣିକି ଆମେ କରୁଛୁ। ସାଧାରଣ ଯିଏ ଟାଣୁଛନ୍ତି ବା ସାଧାରଣ ବ୍ୟବସାୟୀମାନଙ୍କୁ ଧରାଯାଉଛି,
ତାର ବଡ଼ ମାଫିଆ ମାନେ ଆଜି ପର୍ଯ୍ୟନ୍ତ ଆସୁନାହାନ୍ତି। ଏମାନେ କିଛି ରାଜନୀତିକୁ ଢାଲ କରିବା କି କୌଣସି ପଦାଧିକାରୀଙ୍କୁ ଢାଲ କରିକିରି ବ୍ୟବସାୟ କରୁଛନ୍ତି ଆଉ ଜିଲ୍ଲା ଭିତରକୁ ଏ ବ୍ରାଉନ୍ ସୁଗାର ଆସୁଛି ବୋଲି ଯାହା ଶୁଣିବାକୁ ମିଳୁଛି। ତ ଏଭଳି ସ୍ତରରେ ସେମାନଙ୍କ ଉପରେ କି ପଦକ୍ଷେପ ନିଆଯିବ? ଯଦି ଧରା ପଡ଼ନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଯଦି ସେଇଭଳି ଦୃଢ଼ ଭାବରେ ନିଆଯାଉଛି ତ ଏଭଳି ଜିଲ୍ଲା ଭିତରକୁ କିଭଳି ଆସୁଛି, କେଉଁ ବାଟ ଦେଇ ଆସୁଛି କି? ଆମେ ଯେତିକି ଜାଣିଛୁ ଯେ ଏ ମାନେ ଜଳେଶ୍ୱର ସାଇଡ଼ରୁ ହିଁ ଆସୁଛି। ତ ଆମେ ଦେଖୁଛୁ ଆମ ଜିଲ୍ଲା କିପରି ନିଶାମୁକ୍ତ ହେବ ସେଥିପାଇଁ ଆମେ ବି ଧ୍ୟାନ ଦେଉଛୁ। ପୋଲିସ ବି ତତ୍ପର ଅଛନ୍ତି, ପୋଲିସ ଡିପାର୍ଟମେଣ୍ଟ ବି ତତ୍ପର ଅଛି। ଆମେ ଅବକାରୀ ଡିପାର୍ଟମେଣ୍ଟ ବି ସେଥିପାଇଁ ବହୁତ ସଜାଗ ରହିଛୁ। 2 ଜଣ ମିଶିକି କାମ କରୁଛୁ। ପଦକ୍ଷେପ କିଭଳି ଆଗକୁ ରହିବ କାର୍ଯ୍ୟାନ୍ୱୟନ? ଏଇଭଳିଆ ରେଟ୍ ଆମେ ଜାରି ରଖିବୁ। ଯେଉଁଟାକି ଆଜି ଯେଉଁଭଳି ଗୋଟେ ସନ୍ଦେହ ରହୁଛି ଅବକାରୀ ବିଭାଗ ଚଢ଼ଉ କରୁନି, ଧରୁନି, ସେମାନଙ୍କ ସହିତ ସମ୍ପର୍କ ବଢ଼େଇ ଚାଲିଛି। ଅବକାରୀ ବିଭାଗ କ'ଣ କରୁଛି ଆପଣ ଦେଖିବେ, ଫିଗର ଅନୁସାରେ ଦେଖିବେ ଯେ ମାସକୁ କେତେ କେସ୍ ଅବକାରୀ ବିଭାଗ କରୁଛି। ଆମେ ସବୁ ମାନେ ଟାର୍ଗେଟ୍ ଦିଆହେଇଛି, ମାନେ ଯେଉଁଠି ଯାହା ହେଉଛି, କେଉଁଠି ମାଫିଆ ମାନେ ଯଦି ବି କିଛି ହେଉଛି କେମିତି ନିଶାମୁକ୍ତ ଆମ ଜଗତସିଂହପୁର ଜିଲ୍ଲା କରିବେ, ସେଥିପାଇଁ ଆମ ଅବକାରୀ ବିଭାଗ ପୁରା ତତ୍ପର ରହିଛି। ଆଗକୁ କେତେ ରହିବ? ସେମିତି ମାନେ ଯେପର୍ଯ୍ୟନ୍ତ ଯଦି ହେଉଥିବ ସେମିତି କିଛି ଖବର ଆସିଲେ ଆମେ ସବୁ ହିଁ କରିବୁ, ଏଇଭଳିଆ ରେଟ୍ ଜାରି ରଖିବୁ।